नहीं आज्ञा सेମିତି କିଛି ବି ନୁହଁ। ସାର୍ ମୋତେ ବହୁତ ଲେଖିଦେଲେ ମୁଁ ସେ ଅଧିକାରୀ ନୁହେଁ। ମୁଁ କହିଲି ମୋର ଖାଲି ଏତିକି, ମୋର ବି କେବେ ନା କେବେ ଛୁଆବେଳେ ଗୋଟେ ଇଚ୍ଛା ଥିଲା ମୁଁ ବି ଗୋଟେ କଳାକାର ହେବି। ତ ମୁଁ ଭାବିକି ସେଇ ସ୍ୱପ୍ନଟା ମୁଁ ପିଲାମାନଙ୍କ ଭିତରେ କେବେ ଦେଖିଦେବି। ମୋର ପ୍ରୟାସ ହେଲା ମୁଁ ଏଇଠି ଥାଏ ବା ନଥାଏ, ମୋର ସବୁବେଳେ ଥାଏ କି କ'ଣ ସ୍କୁଲରେ ଚାଲୁଛି ଆଉ ପିଲାମାନଙ୍କ ଇମ୍ପ୍ରୁଭମେଣ୍ଟ କେଉଁ ଯାଏ ହେବ, କେମିତି ହେବ, ଗୋଟେ ସେଇ ଜିନିଷରେ ସବୁବେଳେ ମନ ଥାଏ। ମୁଁ ବି ସାର୍ଙ୍କ ସହିତ ପ୍ରାୟ ସମୟ ଡିସ୍କସନ୍ କରେ କ'ଣ ହେଇପାରିବ। ତ ମୁଁ ସେଥିପାଇଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଦେବି ଯେ ଆପଣମାନେ ଗାଁରେ ରହୁଛନ୍ତି କିନ୍ତୁ ଆପଣମାନେ ଆପଣମାନଙ୍କ ପିଲାଙ୍କ ପ୍ରତି କେତେ କନସିୟସ୍, କେତେ କନସର୍ନ। ପିଲାମାନଙ୍କୁ ଧରିକି ଆସିଛନ୍ତି, ପୁଣି ମାନେ ଲେଡିଜ୍ ଖାସ କରି ସଣ୍ଡେରେ ଆଜି ବହୁତ କାମ ଥିବ, ଆପଣ ପିଲାମାନଙ୍କୁ ଧରିକି ଆସିଛନ୍ତି। ସେଥିପାଇଁ ମାଆ ମାନଙ୍କ ପାଇଁ ଗୋଟେ ବଡ଼ ତାପରେ ପିଲାମାନଙ୍କ ପାଇଁ ବି ହେବା ଦରକାର ତାଙ୍କର ଉତ୍ସାହ, କାରଣ ଏଠି ଏତେ ବି ସୁଯୋଗ ନଥାଏ, ସେମାନେ ଉତ୍ସାହିତ ହେଇକି ଆସୁଛନ୍ତି। ଆଉ ଏଠି ସେମାନଙ୍କର ସ୍ୱପ୍ନ ଅପେକ୍ଷା ଆମେ ଭାବୁଛୁ ଆମର ଏଇଟା ସ୍ୱପ୍ନ କି ଆମ ସାଙ୍ଗରେ ଆପଣ ଯଦି ଜଡ଼ିତ ହେଇଯିବେ ତ ଆମେ ଆମ ସମସ୍ତଙ୍କ ସ୍ୱପ୍ନ ପୁରା କରିବା ଏ ଛୁଆମାନଙ୍କ ମାଧ୍ୟମରେ। ଯାହା ସାହାଯ୍ୟ ସହଯୋଗ ଆପଣ ସାର୍ମାନଙ୍କ ସହିତ ଡିସ୍କସନ୍ କରିବେ। ମୁଁ ତ ଏତେ ଜ୍ଞାନୀ ନୁହେଁ ସାର୍ଙ୍କ ଭଳିଆ, ସାର୍ ତ ବହୁତ କଥା କହିଲେ, କଳାକୁ ନେଇ ଆଧ୍ୟାତ୍ମିକ ସାଙ୍ଗରେ ଯୋଡ଼ିଦେଲେ, ସେଇଟା ସତ କଥା। ଗୋଟେ